ଆମେ ତ ଧାରା ନେଇଛେ ଧାରା କରି ବସିଲେ ହବ। ଚରମ ଶାସ୍ତ୍ର କାହିଁକି ଚରମ କଣ? ପ୍ରକୃତ ଚରମ ଠାକୁର ବୁଝେଇବେ। ପୁଣି ପ୍ରକୃତ ଚରମ ବହି ପଢା ଚରମ। ଏ ବହିକି ଆମେ ପଢିବା, ଯଦି ନ ବୁଝିବା ଠାକୁରଙ୍କର ପ୍ରକୃତ ଚରମ ହଉଛି 50 ଖଣ୍ଡ ଅକ୍ଷର ଗୋଟାକେ, ଚରମ ଗୋଟାଏ 6 ଚକ୍ରରେ 50 ଅକ୍ଷର। ଗୋଟିଏ ଗୋଟିଏ ଅକ୍ଷରକୁ ଯଦି ଗୋଟିଏ ଗୋଟିଏ ଜାଗାରେ ନାଶ କରିବ 50 ଦିନ କେତେ ନା ମାସକ ହେଲା 30 ଦିନ, 2 ମାସକ 60 ଦିନ, ଆଉ ବଢୁଛି 10 ଦିନ। କାହିଁକି ବଢିଲା 10? ନା ମୁଁ ଅଛି କୋଉଠି ନା 10 ଦିଗ ଠୁଳ ସୂର୍ଯ୍ୟରେ ଗୁରୁ ସ୍ୱାମୀଙ୍କ ସ୍ଥାନ। ଗୁରୁ ସେବା କରିଥିଲେ ତାର ପାଇଲୁ ମର୍ମ। ସେଥିପାଇଁ ହେ ମୋର ଜ୍ଞାନୀ ଗୁଣି ବରେଣ୍ୟ ସନ୍ତ ସମାଜ, ଠାକୁର ରହିଲେ ଆଜ୍ଞା ଅବ୍ୟକ୍ତ ମଣ୍ଡଳରେ। ଠାକୁର ମୋର ଅବ୍ୟକ୍ତ ମଣ୍ଡଳ ଅଧିପତି। ଇଏ ଜ୍ଞାନ ନେତ୍ର ହେଲା ଆପଣଙ୍କ ଆଜ୍ଞା ତ୍ରିକୁଟ। ତ୍ରିକୁଟରେ ଅଛନ୍ତି କିଏ ନା ଆଜ୍ଞା 3 ଶକ୍ତି। ଚାଲିଛି ଆଜ୍ଞା ବିଭୂତି ବ୍ରହ୍ମଯଜ୍ଞ। ବ୍ରହ୍ମ ଅଛନ୍ତି କୋଉଠି ନା ଆଜ୍ଞା ମହାଶୂନ୍ୟରେ। ସଦାଶିବ କହୁଛନ୍ତି ଶୁଣଲ ଗୌରୀ, ବ୍ରହ୍ମ ରହିଅଛି ଶୂନ୍ୟ ମହାଶୂନ୍ୟପୁରୀ। ନା ବ୍ରହ୍ମ କୋଉଠି ଅଛି ନା ତାରୁକା ସନ୍ଧିରେ ବ୍ରହ୍ମ ମନ୍ଦିର। ତହିଁ ମହାଜ୍ୟୋତି ମଣ୍ଡଳାକାର, ତହୁ ବ୍ରହ୍ମ ଜ୍ଞାନ ଆସୁଛି କରି। ଜ୍ଞାନ କହିଲେ କଣ ନା ଦ ନଲେଜ ଇନ ଦ ପାୱାର। ଜ୍ଞାନ ହଉଛି ଗୋଟିଏ ଆଜ୍ଞା ଶକ୍ତି। ଜ୍ଞାନର ଘର କୋଉଠି ନା ଜ୍ଞାନର ଘର ହେଲା ଆପଣଙ୍କ ନାସା। 5 ଆତ୍ମାର ଶରୀର ଅଛି ଟି। ମସ୍ତକରେ ଆପଣଙ୍କର ପରମାତ୍ମା, କର୍ମରେ ଆପଣଙ୍କର ଜୀବାତ୍ମା, ନେତ୍ର ହେଲା ଆପଣଙ୍କର ଧ୍ୟାନ ଆତ୍ମା, ନାସା ହେଲା ଆପଣମାନଙ୍କର ଜ୍ଞାନ ଆତ୍ମା, ମୁଖ ହେଲା ଆପଣଙ୍କର ତତ୍ଵ ଆତ୍ମା। ନାସାରେ ଯାଉଛି କଣ ନା ଆଜ୍ଞା ପବନ। ନା ବ୍ରାହ୍ମ ମୁହୂର୍ତ୍ତରେ ଏ ପବନକୁ ଯଦି ତୁ ପାରିବୁ ତେବେ ମୋ ସତ୍ତାକୁ ତୁ କେବଳ କଣ କରିବୁ ନା ଅନୁଭବ ସୂତ୍ରରେ ଟିକେ ଦର୍ଶନ କରିବୁ। ପବନକୁ ହାତ ମୁଠାରେ ଧରି ପାରିଲେ ମନ, ଅମାସ୍ୟା ନିଶିରେ ଉଦୟ ହେବ ପୂର୍ଣ୍ଣମୀ ଜନ। ଉଷୁନା ଧାନକୁ ଗଜା ତୁ ଯେବେ ପାରିବୁ କରି, ସୁନା ଲଙ୍ଗଳରେ ଚଷିବୁ ତୋର ଚାଷ କିଆରି। ପାରିବିନି କାହିଁକି? ସେଇଠି ଅର୍ଜୁନକୁ ତାର ପୂର୍ବ କଥା ମନେ ପକେଇଦେଲେ। ଯୋଉ ଦ୍ୱାପର ଯୁଗରେ ଆସିଥିଲେ କିଏ ନା କର୍ଣ୍ଣ ଆଉ ଅର୍ଜୁନ। ସେ ସତ୍ୟ ଯୁଗରେ ଥିଲେ କିଏ ନା ଜଣକ ନାମ ରକ୍ଷ, ଆଉ ଜଣକ ନାମ ଥିଲା ଆଜ୍ଞା ଯକ୍ଷ। ରକ୍ଷ ଯକ୍ଷ ଆଜ୍ଞା ଘୋର ଯୁଦ୍ଧ କଲେ। ଶିବଙ୍କ ତ୍ରିଶୂଳକୁ ନେଇକି ସୁମରି ପର୍ବତରେ ଆଜ୍ଞା ଖୋବିକି ରଖିଲେ। ଯିଏ ଭିଡ଼ିକି ବାହାର କରିବ ସିଏ ହେବ ବଳୁଆ। 2 ଜଣ ଭିଡ଼ି ବୁଡୁ ତ୍ରିଶୂଳ ଆଜ୍ଞା ମୁଣ୍ଡ ପଟ ରହିଲା ଆଜ୍ଞା ସୁମରି ପର୍ବତରେ ଆଜ୍ଞା ଅଗପଟକ ଭିଡ଼ିକି ଧରିବ। ଯେତେବେଳେ ଗଙ୍ଗାକୁ ମତ୍ୟକୁ ଆଣିଥିଲେ କିଏ ଆପଣଙ୍କର ଭଗୀରଥ। ଯେତେବେଳେ ସୁମରି ପର୍ବତରେ ଆଜ୍ଞା ଗଙ୍ଗା ରହିଲେ ଭଗୀରଥ କଣ କଲେ ନା ଐରାବତୀକୁ ପ୍ରାର୍ଥନା କଲେ। ସେତେବେଳେ ଐରାବତ ହସ୍ତି ରଙ୍ଗ ଥିଲା କଣ ନା ଶ୍ଵେତବର୍ଣ୍ଣ, ସିଂହ ଥିଲା କେତାର ନା 4 ଗୋଟି ଦାନ୍ତ ତାର ଥିଲା। ଯେତେବେଳେ ଐରାବତ ସୁମରି ପର୍ବତରେ ଦାନ୍ତ ହସ୍ତାଘାତ କରନ୍ତେ ଗୋଟିଏ ଦାନ୍ତ ଭାଙ୍ଗିଲା। କେମିତି ନା ସେ ତ୍ରିଶୂଳରେ ବାଜିଛି। ସେଇଠି ପ୍ରଭୁ କହିଲେ ଦ୍ୱାପର ଯୁଗରେ ତମ ଆମର ସତ୍ୟବ୍ରତ ତ୍ରେତୟା ନା, ତ୍ରେତୟାରେ ତମେ ହବ କିଏ ନା ଜଣକ ନାମ ହବ ବାରି, ଆଉ ଜଣକ ନାମ ହବ ସୁଗ୍ରୀବ। ଯେତେବେଳେ ତୁମେ ଜଣେ ଜଣକୁ ମାରିଦବ ଆଉ ତମର ଜନ୍ମ ନାହିଁ କି ଆଉ ତମର ମୃତ୍ୟୁ ନାହିଁ। ଦେଖୁନାହାନ୍ତି ତ୍ରେତୟା ଯୁଗରେ କିଏ କାହାକୁ ମାରି ପାଇଲେ? ବାରି ଯାହା ସହିତ ଯୁଦ୍ଧ କରିବ ତାର ଅଧେ ବଳକୁ ଆଜ୍ଞା ଭିଡ଼ି ଆଣିବ। ବାରି କିଏ ନା ବାରି ହେଲା ଆପଣଙ୍କର ସୂର୍ଯ୍ୟଙ୍କର କୁମାର ନା ଇନ୍ଦ୍ରଙ୍କର କୁମାର। ସୁଗ୍ରୀବ କିଏ ନା ସୁଗ୍ରୀବ ନା ସୂର୍ଯ୍ୟଙ୍କର କୁମାର। ଯେତେବେଳେ ଦ୍ୱାପର ଯୁଗରେ ଆସିଲେ ଜଣକ ନାମ ହେଲା କର୍ଣ୍ଣ, ଆଉ ଜଣକ ନାମ ହେଲା ଅର୍ଜୁନ। ଅର୍ଜୁନ କିଏ ନା ଅର୍ଜୁନ ମଧ୍ୟ ସେଇ ଇନ୍ଦ୍ରଙ୍କର କୁମାର। କୋଉ ନ୍ୟାୟରେ ନା ଯେତେବେଳେ ମାତା କୁନ୍ତି ପଣ୍ଡୁକୁ ଆଜ୍ଞା ବିବାହ କଲେ, ପଣ୍ଡୁକୁ ଅଛି ଅକାଳ ବିଳମ୍ବ। ଯେତେବେଳେ ନାରୀ ସଙ୍ଗମ ପଣ୍ଡୁ କରିବେ ତାଙ୍କୁ ଅକାଳ ବାଣ ଆସି କରିବ। ଜାଣିଲେ ଆଜ୍ଞା କୁନ୍ତି ସ୍ୱାମୀ ମୋ କଥା ତୁମେ ରଖିବ ନା କଣ କୁହ ନା ମୁଁ 7 ବର୍ଷରେ ସୂର୍ଯ୍ୟଙ୍କୁ ଉପାସନା କରି ଦେବଦତ୍ତ ପୁଷ୍ପମାଲ୍ୟ ପାଇଛି। ଇଏ ମାଳକୁ ଧରିକି ମୁଁ ଯାହାକୁ ଡାକିବି ତାଙ୍କ ଔରସରୁ ମୋ ଗର୍ଭରେ ଗୋଟେ ସଂସାର ପ୍ରାପ୍ତି ହେବ। ଏଥିରୁ ମା ମାନେ ଆମେ ଶିଖିବା କଣ ନା ଯୋଉ ନାରୀ ସ୍ୱାମୀର ଅନୁମତି ନେଇ ପରପୁରୁଷ ସମଲାଭ
ଛାଡ଼ିବ ନାହିଁ। ଆଉ ଯୋଉ ନାରୀ ସ୍ୱାମୀ ବିନା ଅନୁମତିରେ ଲୁଚି ଛପିକି ଆଜ୍ଞା ପ୍ରେମ କରିବ ତାକୁ କଣ କୁହାଯିବ ନା ନାରୀ ମାନେ ଉଗ୍ର ହେବେ। ପୁରୁଷକୁ ହନ୍ତ ମାନ କରିବେ ଲୋ ଯାଇ ଫୁଲ ଆଗ ଯାଇ ଫୁଲ ଏ ପର ପୁରୁଷେ ରମିବେ ଯାଇ ଫୁଲ ପର ପୁରୁଷେ ରମିବେ ଯାଇ ଫୁଲ ସେଥିପାଇଁ ପାଞ୍ଚ ସତୀ ଭିତରେ ନା କୁନ୍ତୀକି ଆଜ୍ଞା ସ୍ଥାନ ଦିଆଗଲା। କୁନ୍ତୀ ଧଇଲେ ଦେବଦତ୍ତ ପୁଷ୍ପମାଲ୍ୟ ପ୍ରଥମେ ଡାକିଲେ କାହାକୁ ନା ଆଜ୍ଞା ଧର୍ମକୁ। ଧର୍ମଙ୍କ ପୁତ୍ର ହେଲା କିଏ ନା ଧର୍ମରାଜ ଯୁଧିଷ୍ଠିର। ଦ୍ୱିତୀୟରେ ଡାକିଲେ କାହାକୁ ନା ବାୟୁକୁ। ବାୟୁ କୁମାର କିଏ ନା ଭୂପଦର ବା ଯାହାର ନାମ ହେଲା ଆପଣମାନଙ୍କର ଭୀମ। ତୃତୀୟରେ ଡାକିଲେ କାହାକୁ ନା ଆଜ୍ଞା ଇନ୍ଦ୍ରକୁ। ଇନ୍ଦ୍ରଙ୍କ କୁମାର ଅର୍ଜୁନ ଅଟଇ ଧନଞ୍ଜୟ ନାମ ତାହାର। ଅର୍ଜୁନ କହେଲା ସଂସାର ସାଗରେ ସାର। ନିଜେ ଅର୍ଜୁନ ହେଲା ଆଜ୍ଞା ଇନ୍ଦ୍ରଙ୍କ କୁମାର। ପୁଣି ଇନ୍ଦ୍ର ବୋଲତେ ଗୋଟେ ଆଜ୍ଞା ପଦ। ଏମିତି କେତେ ଇନ୍ଦ୍ର ହେଲେଣି ଆପଣଙ୍କର ଶଶୀ ଆଜ୍ଞା ବସିଛନ୍ତି। ହେ ମୋର ଜ୍ଞାନୀମୁନି ବରେଣ୍ୟ ସନ୍ଥ ସମାଜ ସେଥିପାଇଁ କହିଲେ ହେ ଅର୍ଜୁନ ଇଏ ଦ୍ୱାପର ଯୁଗରେ ଆଜ୍ଞା କିଏ ମାଇଲା କାହାକୁ ନା କର୍ଣ୍ଣକୁ ମାରିଲେ କିଏ ନା ଆପଣଙ୍କ ଅର୍ଜୁନ। ଆଉ କଳି ଯୁଗେ ତାଙ୍କର ବାହୁରେ ଜନ୍ମ ମୃତ୍ୟୁ ଆଉ ନାହିଁ। ତମେ ଜଣେ ଜଣକୁ ମାରିଲେ ତମର ମୁକ୍ତି ବାଟ ଖୋଲିଯିବ। ସେଥିପାଇଁ ଅର୍ଜୁନ ହଉଛି ଜୀବ, କୃଷ୍ଣ ହେଲେ ଆପଣଙ୍କ ପରମ। ଯୋଉ କଥା ଆପଣମାନେ ସସ୍ପେନ୍ସରେ ଥିଲେ ଆଜ୍ଞା ବୁଝଉଥିଲେ ନା ଯୋଡ଼ି ନେତ୍ର କଥା କହିଲେ। ପ୍ରକୃତ ନେତ୍ର କିଏ କହିକି ଯାଇଥିଲେ? ପ୍ରକୃତ ନେତ୍ର ହେଲା ଆପଣମାନଙ୍କର ଜ୍ଞାନ ନେତ୍ର। ଏ ନେତ୍ର କେତେବେଳେ ଖୋଲିବ ନା ଚକ୍ଷୁରେ ଯଦି ହେଲା ଆପଣଙ୍କର ଧ୍ୟାନ ଆତ୍ମା। ଯେତେବେଳେ ଆପଣ ଆଜ୍ଞା ପ୍ରଭୁଙ୍କ ରୂପକୁ ଆଜ୍ଞା ଦେଖିଦେବେ କିଏ ଆଜ୍ଞା ଆଖି ଖୋଲିକି ମୁଣ୍ଡିଆ ମାରେ? ଯେତେବେଳେ ଆପଣ ଆଜ୍ଞା ପ୍ରଣାମ କରିବେ ମୁଣ୍ଡିଆ ମାରିବେ ସେତେବେଳେ ଆଖି ଯେତେବେଳେ ଆଜ୍ଞା ମୁଞ୍ଚି ହେଇଯିବ ଆପେ ଆପେ ସେ ଛବି କେବେ ଆଜ୍ଞା ଆଖିରୁ ଯିବ କି? ଯାହାକୁ କୁହାଯାଏ କଣ ନା ସେ ଚିତ୍ରଗୋଟି ଇଏ ପିଣ୍ଡ ଭିତରେ ଗୁପ୍ତ ହବାରୁ ନାମ ତାର ଚିତ୍ରଗୁପ୍ତ। ଶୁଣ ଦେଇ ମନ ସବୁ ଚିତ୍ରକୁ ସିଏ ଗୁପ୍ତ କରେ ଧନ। ସେଥିପାଇଁ ତ୍ରିକୁଟ ହେଲା କିଏ ନା ତ୍ରିକୁଟ ହେଲା ଆପଣଙ୍କର ଜ୍ଞାନ ନେତ୍ର। ଜ୍ଞାନ ହେଲା ଆପଣଙ୍କର ଶକ୍ତି। ତ୍ରିକୁଟରେ ଜଗିଲା ଆଜ୍ଞା ତିନି ଶକ୍ତି। ଇଏ ଶକ୍ତି ଯେ ପର୍ଯ୍ୟନ୍ତ ଆଜ୍ଞା ବାଟ ନ ଛାଡ଼ିଛନ୍ତି ଆଜ୍ଞା କିଏ ଆଜ୍ଞା ବାପା ପାଖକୁ ଯାଇପାରିବ? ବାପା କିଏ? ଠାକୁର କହିଲେ ମୁଁ ହଉଛି ଏ ବିଶ୍ୱ ବ୍ରହ୍ମାଣ୍ଡର ପିତା। କାହିଁକି ପିତା ନା ଆମର ଯଜ୍ଞ ଚାଲିଛି। ମନା ଭାଇନା କଣ କହୁଛନ୍ତି? ଓ ଅଗଣାଏସିଆ ଓଙ୍କାର କିଏ କି ନା ଓଙ୍କାର ଜଗତର ପିତା। 24 ଅକ୍ଷର ବେଦ ମାତା। ଓଙ୍କାର ହଉଛି ଆଜ୍ଞା ବିଶ୍ୱ ବ୍ରହ୍ମାଣ୍ଡର ପିତା। ଓଙ୍କାର ହେଲା ପିତା ଠାକୁର ମୋର କିଏ ନା କେଶବ। ଓଙ୍କାର କେତେ ଅକ୍ଷର? ଅ ଉ ଆଉ ମ। ବ୍ରହ୍ମା ବିଷ୍ଣୁ ଆଉ ଶିବ। କେଶବ କିଏ କି ନା କେ ହେଲା କୈବଲ୍ୟ ଦାସ। ଯେ ଶଙ୍କର ଭଗବାନ। ସ ହେଲା ଶରଣାଗତି। ଯେ ନାରାୟଣ ବା ବିଷ୍ଣୁ। ବ ହେଲା ବ୍ରହ୍ମାଣ୍ଡ ନାଥାୟ ନା ଯେ ବେଦପତି ବ୍ରହ୍ମା। ବ୍ରହ୍ମା ବିଷ୍ଣୁ ମହେଶ୍ୱର। କେ ସ ବ ଓ ଉ ମ ମିଶିଲେ ଯଦି ଓ ଠାକୁର ମୋର କରେ ମୁଁ କାହିଁକି ବ୍ରହ୍ମାଣ୍ଡର ପିତା ନା ଓଙ୍କାର ହେଲା ଏ ବିଶ୍ୱ ବ୍ରହ୍ମାଣ୍ଡର ପିତା। 24 ଅକ୍ଷର ହଉଛି କଣ ନା ଆପଣଙ୍କର ବେଦ ମାତା। ଏ କଥା କିଏ କାହାକୁ ବୁଝାଇଥିଲେ? ଆପଣଙ୍କ ତୁଳାବିଣାରେ ଶଙ୍କର ଭଗବାନ କହିଲେ ହେ ପାର୍ବତୀ ମହାସୂର୍ଯ୍ୟ ଯେ ଜ୍ୟୋତି ରୂପ। ଜ୍ୟୋତିରୁ ଜାତ ଠୁଳ ରୂପ। ଠୁଳରୁ ଅର୍ଥ ମାତ୍ରା କଲା। ମାତ୍ରାରୁ ଓଙ୍କାର ଜନ୍ମିଲା। ଓଙ୍କାର ବ୍ରହ୍ମ ଏ ଜଗତ। ଶୁଣ ପାର୍ବତୀ ଦେଇଛି ତ ଭଜ ମନ ପରମହଂସ। ଓଙ୍କାର ଉପରେ ନିତ୍ୟ ରାହାସ। ଭଜ ମନ ପରମହଂସ। ଓଙ୍କାର ଉପରେ